ଛତିଆରେ ଭୟଙ୍କର ବିସ୍ଫୋରଣ ମୃତକଙ୍କ ମୁଣ୍ଡରୁ ଗଣ୍ଡି ଅଲଗା ହେଲା। ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ଛତିଆ କୁଞ୍ଜିଆ ଛକ ନିକଟରେ ଦିନ 2 ପରେ ବମ୍ ଫୁଟି 2 ଜଣ ମୃତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ତେବେ ଗୁରୁତର ଯୁବକକୁ ବୈରୀ ଥାନା ଗାଡ଼ିରେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି ବେଳେ ଡାକ୍ତର କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ମୃତର ପରିଚୟ ମିଳିପାରିନଥିବା ବେଳେ ମୃତର ଯୁବକ ଶରୀର ଖଣ୍ଡ ଖଣ୍ଡ ହୋଇ ଏଣେ ତେଣେ ପଡ଼ି ରହିଛି। ଗୁରୁତର ହୋଇଥିବା ଯୁବକ ବଡ଼ଚଣା ଦେଉଳ କୂଳର ହାଟଟିଆ ସାହି ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ ବୈରୀ ଥାନା ଅଧିକାରୀ ଓ ବଡ଼ଚଣା ପୋଲିସ, ଧର୍ମଶାଳା ପୋଲିସ, ବାଲିଚନ୍ଦ୍ରପୁର ପୋଲିସ ସହିତ ଏସିପି ପହଞ୍ଚି ତଦନ୍ତ କରିଥିବା ଜଣାପଡ଼ିଛି। ଏ ଘଟଣାରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମାଇଥିଲେ। ଘଟଣାସ୍ଥଳରେ ଗୋଟିଏ ବେଆଇନ ମଦ ଦୋକାନ ଥିବାବେଳେ ଦୋକାନରେ ମଧ୍ୟ ସିସିଟିଭି କ୍ୟାମେରା ଲାଗିଛି। ସିସିଟିଭି ଫୁଟେଜ୍ ଯାଞ୍ଚ ହେଲେ ବିସ୍ଫୋରଣ ରହସ୍ୟ ଜଣାପଡ଼ିବ ବୋଲି ସାଧାରଣରେ ଦାବି ହେଉଛି। ଘଟଣାସ୍ଥଳରେ ପଲ୍ସର ବାଇକ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଗାଡ଼ି ନମ୍ବର OD04B7741 ଓ ଗାଡ଼ି ମାଲିକ ମିଲି ମୁଣ୍ଡା, ସ୍ୱାମୀ ରମେଶ ମୁଣ୍ଡା ବୋଲି ଜଣାପଡ଼ିଛି। ଯାଜପୁର ନାରାୟଣ ରଥଙ୍କ ରିପୋର୍ଟ, ସ୍ୱର୍ଣ୍ଣ ନ୍ୟୁଜ୍।